ତୁମର ବର୍ତ୍ତମାନର ପ୍ରତ୍ୟେକ ମୁହୂର୍ତ୍ତକୁ ମନ ଲଗେଇ ଉପଭୋଗ କର। ପ୍ରତି କ୍ଷଣକୁ ଖୁସିର ସହିତ ଜିଅ। ପ୍ରତ୍ୟେକ କାର୍ଯ୍ୟକୁ ମନର ସହିତ କର। ତେବେ ତୁମର ଆସୁଥିବା ଆସନ୍ତାକାଲି ତୁମ ମନ ପସନ୍ଦର ହେବ, ଏହା ନିଶ୍ଚିତ ଅଟେ। ସୁଖ ଦୁଃଖ ତ ପ୍ରତ୍ୟେକଙ୍କ ଜୀବନରେ ଏକ ଅଂଶ ହୋଇ ଆସିଥାଏ, କିନ୍ତୁ ତୁମେ ଭୟଭୀତ ହେବ ନାହିଁ, କାହିଁକି ନା ମୁଁ ତୁମକୁ ପ୍ରତ୍ୟେକ ପରିସ୍ଥିତିକୁ ପରୀକ୍ଷା କରିବାକୁ ଏବଂ ଏହାକୁ ସାମ୍ନା କରିବାକୁ ସାହସ ଦେଇଛି। ନକାରାତ୍ମକ ଲୋକଙ୍କଠାରୁ, କିମ୍ବା ଏମିତି କହିବି କି ସେହି ଲୋକମାନଙ୍କ ନକାରାତ୍ମକ କଥାଠାରୁ ଦୂରରେ ରୁହ। ଯେତେବେଳେ ବି କେହି ନକାରାତ୍ମକ ଭାବରେ କିଛି କହିବା ଆରମ୍ଭ କରେ, ତେବେ ତୁମେ ସେଠାରୁ ହଟିଯାଅ ବା ଦୂରେଇ ଯାଅ, କିମ୍ବା ସେମାନଙ୍କୁ ସିଧାସଳଖ କୁହ ଯେ ମୋତେ ଏସବୁ ଶୁଣିବାର ନାହିଁ। କାରଣ ତୁମେ ଯେତେ ଅଧିକ ନକାରାତ୍ମକ ଶୁଣିବ, ସେତେ ହିଁ ତୁମର ମନ ଉପରେ କିଛି ନା କିଛି ସେସବୁ ପ୍ରଭାବ ପକାଇବ, କୌଣସି ନା କୌଣସି ସ୍ଥାନରେ ପ୍ରଭାବିତ କରିବ। ତୁମକୁ ଜଣାପଡ଼ିବ ନାହିଁ, କିନ୍ତୁ ନକାରାତ୍ମକତା ତୁମର ମସ୍ତିଷ୍କରେ ନିଜର ଏକ ଘର ବନେଇଦେବ। ମୋର ଏହି କଥାକୁ ସର୍ବଦା ଧ୍ୟାନରେ ରଖ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।